কিন্তু আজি দুর্ভাগ্যর বিষয় যে সে না এনএচআই আসলে না বিডিও আসলে কেই আমার মানে ইয়ে আসিনি এসডিপিও স্যার আসিকি তহসিলদার স্যার আসিকি মিটিংটা আয়োজন করলে আলোচনা লাগি 9 তারিখ দিন আমাকে প্রতিশ্রুতি দিয়ে 12 তারিখ দিন করবো বলি 12 তারিখটা নাই করি 13 তারিখ করলে ঠিক কথা কিন্তু যেন এনএচ উপরে আমার দুর্ঘটনা ঘটুছে সে এনএচআই কু নেইকি আমার মিটিং করবো বলি প্রশাসন প্রতিশ্রুতি দিয়ে কিন্তু আজি দুর্ভাগ্যর বিষয় যে সে না এনএচআই আসলে না বিডিও আসলে কেই আমার মানে ইয়ে আসিনি এসডিপিও স্যার আসিকি তহসিলদার স্যার আসিকি মিটিংটা আয়োজন করলে ଆଉ ମିଟିଂରେ ସେଦିନ ଯେନ୍ ପ୍ରତିଶ୍ରୁତି ଦେଇଥିଲେ ଯେ ନାଇଁ ଦୁର୍ଘଟଣା ଜନିତ ଯେନ୍ କ୍ଷତିପୂରଣ ଦେବାର୍ ଲାଗି ଯେ ଆମେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ କିଛି ନହେଲେ ବି ଅତି କମ୍ରେ 2 ଲକ୍ଷ ଟଙ୍କା ଉପରେ ଆମେ ମାନେ ପ୍ରଦାନ କରବାର୍ ଲାଗି ବ୍ୟବସ୍ଥା କରମୁ ବୋଲିକିରି ଆଜି ସେଟା 10,000 ଟଙ୍କା ଖସି ଯାଉଛି ଆଜ୍ଞା ଦୁର୍ଭାଗ୍ୟର ବିଷୟ ଆମକୁ ଗୋଟେ ତାମାନେ ଲଜ୍ଜା ଲାଗବାର କଥା ଯେ 2 ଲକ୍ଷ ଟଙ୍କା କାହିଁ ଆଉ 10,000 ଟଙ୍କା କାହିଁ 10,000 ଟଙ୍କା ଦେଇକିରି ତାମାନେ ଆମକୁ ଭୁର୍ତେଇ ଦେବାର୍ ଲାଗି ଚେଷ୍ଟା କରୁଛନ୍ ଏଟା ଅଲଗା କିଛି ନୁହେଁ ଖାଲି ଲୋକଙ୍କୁ ଭୁର୍ତାବାର୍ ଲାଗି ସେଦିନ ସେ ମାନେ ଇଏଟା ନେଇଥିଲେ সেটা কইছন যদি আজি আমি মানে কহুছু আজ্ঞা যদি সে পদক্ষেপ মানে নেই নিয়ন তাহলে আগামী দিনের আন্দোলন হবারটা সুনিশ্চিত কথা আমি এটা দেখুন তার বাপা মোর সাংরে ঠিয়া হয়েছে এটা তার মা দুই জনকর মানে পিলা মানে সেদিন এক্সিডেন্টরে খারাপ হয়েছন আউ জনে যুবক বি খারাপ হয়েছন 3 জন যাক কিন্তু তাঙ্কর মানে ক্ষতিপূরণর মূল্য হচ্ছে 10,000 টଙ୍କା এটা আমকু মানে লজ্জা লাগুছে প্রশাসনর নীতি নিয়ম শুনি ମାର୍ଚ୍ଚ ମାସ 9 ତାରିଖ ଦିନ ବଡ଼ରାମା ଘାଟିରେ ଏକ ସଡ଼କ ଦୁର୍ଘଟଣା ହେଇଥିଲା। ସଡ଼କ ଦୁର୍ଘଟଣାରେ ଆମର ସ୍ଥାନୀୟ ଅଞ୍ଚଳର 3 ଜଣ ଯୁବକଙ୍କର ନିରୀହ ଯୁବକଙ୍କର ପ୍ରାଣହାନି ହୋଇଥିଲା। ତେଣୁ ସେ ପରିପ୍ରେକ୍ଷୀରେ ଆମେ ସଡ଼କ ସୁରକ୍ଷା ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବଡ଼ରାମାର ଗ୍ରାମ ପଞ୍ଚାୟତ ଅଫିସରେ ସରପଞ୍ଚଙ୍କର ସହଯୋଗରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଜମନକିରା ତହସିଲଦାର ଏବଂ ଜମନକିରା ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ବଡ଼ରାମାର ନାୟବ ସରପଞ୍ଚ ଜିଲ୍ଲା ପରିଷଦ ମେମ୍ବର ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ସଡ଼କ ସୁରକ୍ଷା ଉପରେ କର୍ମଶାଳା ଆୟୋଜନ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜନସାଧାରଣ କିପରି ସଡ଼କ ସୁରକ୍ଷା ଉପରେ ସଚେତନ ହେବେ ଏବଂ ତାଙ୍କ ମୂଲ୍ୟବାନ ଜୀବନକୁ ରକ୍ଷା କରିବା ସହିତ ଏବଂ ସଡ଼କ ସୁରକ୍ଷାର ଯେଉଁ ତାର ମାହାତ୍ମ୍ୟକୁ ବୁଝିପାରିବେ ସେଥି ନିମନ୍ତେ ତାଙ୍କୁ ସଚେତନ କରାଯାଇଥିଲା। ସେମାନେ କୌଣସି ବ୍ୟକ୍ତି ଗାଡ଼ିର ଡକୁମେଣ୍ଟ ନଥାଇ ଚାଳନା କରିବା ଠିକ୍ ନୁହଁ ଏବଂ ହେଲମେଟ୍ ପିନ୍ଧି ଯାନବାହନ ଚଳାଇବା ଉଚିତ। ତା ବ୍ୟତୀତ କୌଣସି ମଦ୍ୟପାନ ବା ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚାଳନାରେ ନିବୃତ୍ତ ରହିବା, କାରଣ ଏହାଦ୍ୱାରା ହେଲା ସେମାନେ କୌଣସି ପ୍ରକାର କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଥାନ୍ତି ଏବଂ ଏତଦ୍ ବ୍ୟତୀତ ତାଙ୍କର ଦରକାର ପଡ଼ିଲେ ବି ଯଦି ନିଶା ସେବନ କରି ଗାଡ଼ି ଚାଳନା କରିବେ ଆମ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ କେସ୍ ହେଉଛି, ସେଥିରେ ତାଙ୍କ ଗାଡ଼ିଟି ଜବତ ହେଉଛି ଏବଂ ତାଙ୍କୁ 10,000 ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ୁଛି। ତେଣୁ ସଚେତନ କରାହେଉଛି ଯେ ରାସ୍ତାରେ କିପରି ସେମାନେ ଯିବା ଆସିବା କରିବେ, ଯାତାୟାତ କରିବେ ଏବଂ ତାଙ୍କ ମୂଲ୍ୟବାନ ଜୀବନକୁ ରକ୍ଷା କରିବେ। ଆଜି ଆମର ବଡ଼ମା ଗ୍ରାମ ପଞ୍ଚାୟତରେ ରୋଡ଼ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଥିଲା। ଏଥିରେ ଆମର ସମିତି ସଭ୍ୟ ବଡ଼ରମା, ଏସଡିପିଓ କୁଚିନା, ଆଇଆଇସି ଜମନକିରା, ତହସିଲଦାର ମ୍ୟାଡ଼ାମ ଏବଂ ଏଡିସନାଲ ଆରଟିଓ ସମ୍ବଲପୁର ଏବଂ ଫରେଷ୍ଟ ବିଭାଗର ସମସ୍ତ ଅଧିକାରୀ, ପ୍ରେସ୍ ମିଡ଼ିଆ, ଅଞ୍ଚଳବାସୀ, ବଡ଼ରମା ଗ୍ରାମ ପଞ୍ଚାୟତ ଅଞ୍ଚଳ ପ୍ରତ୍ୟେକ ଗାଁର ଯୁବଗୋଷ୍ଠୀ ସମସ୍ତେ ଉପସ୍ଥିତ ଥିଲେ। ନିଶ୍ଚିତ ଭାବେ ଏହି କାର୍ଯ୍ୟକ୍ରମ ଗୋଟେ ଆମର ସମ୍ବଲପୁର ଜିଲ୍ଲାର ଗୋଟେ ପ୍ରଥମ ସଚେତନ କାର୍ଯ୍ୟକ୍ରମ ଏବଂ ଏହା ନିଶ୍ଚିତ ଭାବେ ଗୋଟେ ସ୍ୱାଗତ ଯୋଗ୍ୟ। କିନ୍ତୁ ଦୁଃଖର ବିଷୟ ହେଲା ଯେ ଗତ 9 ମାର୍ଚ୍ଚରେ ଯେଉଁ ଆମ ଅଞ୍ଚଳର ଗୌଡ଼ପାଲି, ପତରାପାଲି ଏବଂ ଆମର ବଡ଼ଗାଁ ପଞ୍ଚାୟତ ବିଶ୍ୱାଳପାଲିର ଯେଉଁ 3 ଜଣ ଯୁବକ ଦେହାନ୍ତ ହେଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି ଏବଂ ତାର ଭବିଷ୍ୟତରେ ଏମିତି ଦୁର୍ଘଟଣା କେମିତି ନ ହେବ ସେଥିପାଇଁ ଗୋଟେ ଆଜି ସଚେତନ କାର୍ଯ୍ୟକ୍ରମ ଏବଂ ଏଥିରେ ସମସ୍ତଙ୍କର ଦାବି ଥିଲା ଯେ ଯେହେତୁ ଆମ ଅଞ୍ଚଳରେ ଗୋଟେ ସେଞ୍ଚୁରୀ ଏରିଆ ବା ବନ ବିଭାଗ ଅଧୀନରେ ଆସୁଛି, ତେଣୁକରି 4-ୱେ ରାସ୍ତା ହୋଇପାରୁନି ଗୌଡ଼ପାଲିରୁ ଆମର ଷଣ୍ଢପଥର ଜମନକିରା ପର୍ଯ୍ୟନ୍ତ। ତେଣୁକରି ଏହି ଅଞ୍ଚଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି।